ଆଜିର ସୁବିଚାର। କୌଣସି ମଣିଷ କେବେ ନିଜ ଇଚ୍ଛାରେ ବଦଳି ନଥାଏ। ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ। ଈର୍ଷାପରାୟଣ ଲୋକ ଜୀବନରେ କେବେ ହେଲେ ସୁଖୀ ହୋଇପାରନ୍ତି ନାହିଁ। ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ। କାହିଁକି ନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ୱପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ। ହୃଦୟରେ କାହା ପାଇଁ ଥରେ ଘରଟେ ହୋଇଗଲେ ଆଉ ସେ ଘରକୁ ଭାଙ୍ଗି ହୁଏ ନାହିଁ। କାହିଁକି ନା ହୃଦୟର ଘର ମାଟି ବାଲି ସିମେଣ୍ଟରେ ନୁହେଁ, ବରଂ ରକ୍ତ ମାଂସ ଏବଂ ଭଲ ପାଇବାରେ ଗଢ଼ା ହୋଇଥାଏ। ଭଡ଼ା ଘରକୁ ଯେତେ ସଜେଇଲେ ତାହା କେବେ ନିଜର ହୁଏ ନାହିଁ। ଠିକ୍ ସେମିତି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାକୁ ଯେତେ ବେଶୀ ଭଲ ପାଇଲେ ବି ସେ କେବେ ନିଜର ହୁଅନ୍ତି ନାହିଁ। ଅଭିମାନ ସେଇଠି କରନ୍ତୁ ଯେଉଁଠି ଆପଣଙ୍କ ପାଇଁ ଭଲ ପାଇବା ଅଛି, ସ୍ନେହ ଆଦର ସମ୍ମାନ ଅଛି। ଯେଉଁଠି ଏସବୁ ନାହିଁ ସେଠି ଉପସ୍ଥିତ ରହିବା ବି କିଛି ଆବଶ୍ୟକ ନାହିଁ, କାରଣ ଏହା ଆପଣଙ୍କ ସ୍ୱାଭିମାନର ପ୍ରଶ୍ନ। ଜୀବନରେ କାହାକୁ କନ୍ଦେଇ ହଜାର ଦାନ ଧର୍ମ କଲେ କିଛି ଲାଭ ନାହିଁ। ଯଦି ଜଣେ ଦୁଃଖୀ ମଣିଷର ମୁହଁରେ ଟିକିଏ ହସ ଫୁଟେଇ ପାରିଲ ତେବେ ତୁମକୁ କୌଣସି ମନ୍ଦିର ଯିବା ଦରକାର ପଡ଼ିବନି। ସମୟ ଏପରି ସ୍ଥିତିରେ ଅଛି ଯେ ହଠାତ୍ କିଛି ବି ଘଟିପାରେ। ତେଣୁ ଯଦି ନିଜ ଭାଗ୍ୟ ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି ତେବେ ପରମେଶ୍ୱରଙ୍କ ସହ ନିରନ୍ତର ସଂଯୋଗ ରଖନ୍ତୁ। ବେଦ ପଢ଼ିବା ବହୁତ ସହଜ, କିନ୍ତୁ ଯେଉଁଦିନ ଅନ୍ୟର ବେଦନା ପଢ଼ିପାରିବେ ସେଦିନ ଭାବନ୍ତୁ ମଣିଷ ଜନ୍ମ ଆପଣଙ୍କର ସାର୍ଥକ ହୋଇଛି। ମଣିଷ ଯେତେ ବଡ଼ ହୋଇଥାଏ ନା କାହିଁକି, ସେ ଯଦି ଶିକ୍ଷିତ ସଭ୍ୟ ମାର୍ଜିତ ନୁହେଁ ତେବେ ଗନ୍ଧହୀନ ଫୁଲ ପରି ହୋଇଥାଏ। ଯେତେବେଳେ ଜୀବନରେ ଖରାପ ସମୟ ଆସେ ସେତେବେଳେ ଭାଙ୍ଗି ପଡ଼ନ୍ତୁ ନାହିଁ। ଜୀବନକୁ ଦେଖେଇ ଦିଅନ୍ତୁ ଯେ ଆପଣ ବି ଦୁର୍ବଳ ନୁହନ୍ତି। ଶୁଣି ଶୁଣି ମନେ ରଖାଯାଇ ପାରୁଥିଲା ବୋଲି ପୁରାତନ ଅନେକ ଗ୍ରନ୍ଥର ଅନ୍ୟ ନାମ ଶ୍ରୁତି। ଶୁଣି ଶୁଣି ମଣିଷ ମୋକ୍ଷ ପାଇପାରେ।